ଯେ ଯେ- ସେମାନେ କୌଣସି ଗୋଟେ ମାଟିର କୌଣସି ଅଂଶ ବି ଦେଖିପାରିଲେ ନାହିଁ। ସେମାନେ କୌଣସି ଜିନିଷ ହେଲା five five but they did not saw any land or any ଯୋଉଗୁଡା କି ଆମେ ଫେସ୍ କରିପାରିବେ ସେମାନେ ସମୁଦ୍ର ଭିତରେ କଣ କରି ଚାଲିଲେ ବୁଲି ଚାଲିଲେ। ସମୁଦ୍ରରେ ତ ଗଛ ଲତା ଏଆର ଦିଆଯାଏ କୁଆଡେ ଯିବାର ଅଛି କୁଆଡେ ନାହିଁ ହେଲା କମ୍ପାସ ସେତେବେଳେ ଥିଲା କି? ଚାଇନା ପାଖରେ ତ ବହୁତ ଦୂର ଥିଲା। ଏଇଟା ଗୋଟେ ଥିଲା ହେଲା ଥିଲା କିନ୍ତୁ ଏଟା ସେତେବେଳେ ଲାଗିନଥିଲା। ଭଲ ଯାଇଛନ୍ତି ଫାଷ୍ଟ ଯୋଉମାନେ କି ଏକ୍ସପ୍ଲୋର କରିବା ପାଇଁ ବାହାରିଲେ ବୁଝିପାରିଲ। ହଉ ସେମାନେ ଦେଖିପାରିଲ ତାଙ୍କର ଯୋଉ କୋ ପାସେଞ୍ଜର୍ସ ମାନେ ଥିଲେ ଆଉ ଯୋଉମାନେ ଅଲଗା ଯୋଉ ସେଲର୍ସ ମାନେ ଥିଲେ 88 ସେମାନେ ଟିକେ ଡିଷ୍ଟର୍ବ ହେଇଗଲେ ଆଉ ରାଗିଗଲେ। କୁଆଡେ ନେଇକି ଆସିଛି କି ଆମକୁ ଘରକୁ ଯିବାକୁ ଦବ ନା ନାହିଁ। ତାହେଲେ ଆରେ କୋ ପାସେଞ୍ଜର ଯୋଉମାନେ ଥିଲେ ସେମାନେ କଣ ହେଇଗଲେ ନା କଳମ୍ବସଙ୍କ ଉପରେ ଟିକେ ରାଗିଗଲେ ଆଉ ହାଲକା ରାଗିଗଲେ ହେଲା। କଳମ୍ବସ ଚାହିଁଲେ ସମସ୍ତଙ୍କୁ ସମୁଦ୍ରରୁ ଠେଲିଦବ। ତାହେଲେ 88 ମେ ଯୋଉମାନେ ଯାଇଥିଲେ ତାଙ୍କ ସହ ଯେତେବେଳେ 5 ସପ୍ତାହ ମାନେ କେତେ ଦିନ 35 days passed away but they did not saw any land ହେଲା ଗୋଟେ ଲ୍ୟାଣ୍ଡ ଦେଖିଲେନି ଯୋଉଟାରେ କି କଣ କରିବେ ସେମାନେ ଟିକେ ରହିବେ ରେଷ୍ଟ କରିବେ। ମନ ଭିତରେ ଗୋଟେ ଥିବ ତମେ ଆକାଶରେ ଉଡୁଛ 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 ହେଲା ତମେ ଉଡୁଛ କିନ୍ତୁ କୌଣସି ଜାଗାରେ ତମର କଣ ନାହିଁ ଲ୍ୟାଣ୍ଡ କରିବା ପାଇଁ କିଛି ନାହିଁ ତମେ କଣ କରିବ ଉଡି ଉଡି ଉପରକୁ ପଳେଇବ। ହଉ, ଅକ୍ଟୋବର 11 ଅକ୍ଟୋବର 11 ରେ କଣ କଲେ ସେମାନେ ସମୁଦ୍ରର କୂଳ ଅଞ୍ଚଳରେ ବା ସମୁଦ୍ରରେ କିଛି ଷ୍ଟିକ୍ ଭାସିବାର ଦେଖିଲେ। 11 ରେ some sticks floating ସମୁଦ୍ରରେ କିଛି କାଠି କୁଟା ଭାସିବାର ସେମାନେ ଦେଖିଲେ। ଆଉ ଏଇ ଜିନିଷ ଟା ମନେ ରଖିବ ସମୁଦ୍ରରେ ଯଦି କୌଣସି ଆଖପାଖ ଅଞ୍ଚଳରେ ଯଦି କାଠି ବା ତମକୁ କିଛି କଣ ଦେଖାଯାଉଛି birds, ତାହେଲେ ତମ birds ପକ୍ଷୀ 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 ଆଉ କାଠି କୁଟା ଯଦି ଦେଖା ହଉଛି ତାହେଲେ ତମେ ନିୟର ଅଛ କାହାର ଲ୍ୟାଣ୍ଡଲାଇନ ଲ୍ୟାଣ୍ଡଲାଇନ ର ସେ ଆଉ କଣ ଯେହେତୁ ଦେଖିଲେ ତାଙ୍କ ଆଖପାଖରେ କଣ ଉଠୁଛନ୍ତି ପକ୍ଷୀ ହେଲା ପକ୍ଷୀ ଉଡୁଛନ୍ତି ଆଉ ତା ସହ କଣ ଅଛି କାଠି ଗୁଡାକୁ ଭାସୁଥିବା ଆଖ ପାଖରେ କଣ ଅଛି ଗଛ ଅଛି ଗଛ ଅଛି ଗଛଟା ଲ୍ୟାଣ୍ଡ ରେ ଅଛି ଗଛଟା ଲ୍ୟାଣ୍ଡ ରେ ହେଲା ସେଇଟା କହିବି ତାହେଲେ ସେଇଠୁ ସେ ଗଲା କୋଉଠି ତାଙ୍କର ଗୋଟେ ନଥାଏ ନା ତାଙ୍କର ଗୋଟେ ବସ୍ ଟା ଗୋଟେ ନଥାଏ ନା ସେଇଠି ଯିବେ ଦେଖିବେ ହେଲା ସେଇଥିରେ ଯାଇକି ଦେଖିବେ ଏବଂ ସେଇ ପାଖରେ ସେ କଣ କଲେ 2 ମାସ 9 ଦିନ ପରେ ପଚାରିଲେ ଅକ୍ଟୋବର they landed Bahamas. ବାହାମାସ ଠାରେ ସେମାନେ କଣ ହେଲେ ଲ୍ୟାଣ୍ଡ ବାହାମାସ ଜୋତାନ ରେ ସେ ଗୋଟେ ଦେଶର ଜାଗାର ନା ହେଲା ସେଟା ହଁ ଗୋଟେ 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 ଥର୍ଡ ଗୋଟେ ଆସେ ଆଉ ଗୋଟେ କପି କରିକି ଦିଆଯାଏ ଆଉ ଦେଖ ସାଇଣ୍ଟିଷ୍ଟ ମାନଙ୍କ ନାଁ ଅନୁସାରେ ବହୁତ ଜିନିଷ ହେଇଛି କିଏ ଏତେ ନୂଆ ନା ଭାବିବ
डाटा ଆଉ ପାଠ ଏରା ଡାଟା କେମିତି ଆସିଲା ନା ଦିଆଗଲା କି କିଏ ଭାବିବ ଏ ଜଗଦୀଶ ଭାଇ ଅମ୍ବାନୀ ତାଙ୍କ କଥା କିଏ କାହିଁକି ରିଲାଏନ୍ସ ନା ଦେଲେ କିଏ ଜାଣେ ରିଲାଏନ୍ସ ର ଅର୍ଥ କଣ କିଛି ନାହିଁ ଜଣା ନାହିଁ ଟାଟାର ଜାମସେଦ ଟାଟା କାହିଁକି ତାଙ୍କର ନାଁ ତ ଜାମସେଦଜୀ ଟାଟା ତାଙ୍କର ଟାଇଟଲ ସେଥିରୁ ଟାଟା ନାଁଟା ଦିଆଗଲା ବୁଝିପାରିଲ ହଉ, ହଉ, ସେ ଏବଂ ସେ ଜାଗାର ସେ ନାମ ଚେଞ୍ଜ କରି କଲମ୍ବୋ ହେଲା କଲମ୍ବୋ ହେଲା ଚେଞ୍ଜ ଦ ସେ ନାଁ ବାହାମତି ନାଁଟା ଚେଞ୍ଜ କରି ସେ କଣ କରିଥିଲେ ସାନ ସାଲଭାଡୋର ଆରେ ଆମଟା ଏବେ ଦିଆଯିବ ଏବେ ଦିଆଯାଇଥିବ ମାନେ ଷ୍ଟୁଡେଣ୍ଟ ମାନେ ବହୁତ ଲେଖିଲେ ସେମାନେ ସେ ନାଁଟା ହେଲା ସେମାନେ ପହଞ୍ଚିଥିଲେ ବାହାମା ଯୋଉଟା କି ନାମ ସିଏ ଦେଇଥିଲେ କୋଉଟା ସାନ ସାଲଭାଡୋର ସେ ଦେଇଥିଲା ପୂର୍ବରୁ ପରବର୍ତ୍ତୀ ଟାଇମରେ ତାର ନାଁ ଚେଞ୍ଜ ହେଲା ତାକୁ ଚେଞ୍ଜ କରିକି ବାହାମାସ ରଖାଗଲା ଯେମିତି ସେ କହିଲା ଯେ ମୁଁ କୋଉଠି ଆସି ପହଞ୍ଚିଗଲି ଆମେରିକା ଯୋଉ ଇଣ୍ଡିଆରେ ଆସି ପହଞ୍ଚିଗଲି ଆକ୍ଚୁଆଲି କଣ ସେ ଇଣ୍ଡିଆରେ ପହଞ୍ଚିଥିଲା ଇଣ୍ଡିଆରେ ସେ ପହଞ୍ଚି ନଥିଲା ସେ ଇଣ୍ଡିଆରେ ନ ପହଞ୍ଚି ସେ କୋଉଠି ପହଞ୍ଚିଥିଲା ଆମେରିକାରେ ଆମେରିକାର ନାଁଟା କେମିତି ଦିଆଗଲା ଭେସ୍ପୁସିଙ୍କ ନାମ ହିସାବରେ ଏଟା କାହିଁକି ତାଙ୍କ ନାମ ହିସାବରେ ଦିଆଗଲା ଏଟା ଅଛି ଏଥର ହେଲା ବୁଝିପାରିଲ ସାନ ସାଲଭାଡୋର ସେ ଜାଗାର ନାମ ଦେଇଥିଲେ ଟାଇମରେ ଚେଞ୍ଜ କରିକି ବାହାମା ଯୋଉଟା କି ଆମେ ବୁଝିବା ଆମେ କଣ କହିଲେ ବୁଝିପାରିବା ଏରା ମୁଁ କହିବି ମୁଁ ତମର ପାଣି ଏରିଆକୁ ଯିବାକୁ ଚାହୁଁଛି ତମର ପାଣି ମାନେ କଣ ଶ୍ରୀଲଙ୍କା କାହିଁକିନା ମୁଁ ଶ୍ରୀଲଙ୍କା କହିଲେ ଲୋକ ବୁଝିବେ ମୁଁ ତମର ପାଣି କହିଲେ ବୁଝିବେ କି ନା ଶ୍ରୀଲଙ୍କା କହିଲେ ବୁଝିବେ ଶ୍ରୀଲଙ୍କା କହିଲେ ହିଁ ବୁଝିବେ ହେଲା ଜିନିଷ ହେଲା ସେଇଟା ମୁଁ ଏଇନା କହିବି ଓଡ୍ରକୁ ଯିବି ଓଡ୍ର ମାନେ କୋଉଟା ଓଡିଶା କିଏ ବୁଝିବ କଳିଙ୍ଗ ଉତ୍କଳ ଓଡ୍ର କିଏ ବୁଝିବ ଏସବୁ ସେଇଥିପାଇଁ ସେଟା ଦିଆଯାଇଥିଲା କଣ ଗଲା ତାପରେ ତାଙ୍କ ମୁଣ୍ଡକୁ ଆସିଲା ଯେ ସେ କୋଉଠି ଆସି ପହଞ୍ଚି ଯାଇଛନ୍ତି ମୁଁ ଫାଇନାଲି ରିଚ୍ ହେଇଛି କୋଉଠି ଇଣ୍ଡିଆ ହେଲା ଏବେ ଆମେ ଦେଖିବା ଫାଇନାଲି India declared in August. ଆମେ କରିବା ଏବଂ ତାର ସେ ନାମ କରିକି ଆଣିକି ସେ ଇଣ୍ଡିଆ ନାମ କଣ ଦିଆଗଲା ଇଣ୍ଡିଜ ସେଇଥିପାଇଁ ୱେଷ୍ଟଇଣ୍ଡିଜ ବୁଝିପାରିଲ ଇଣ୍ଡିଜ ଆଉ ଥରେ ଆମେ ଟିକେ ବୁଝିବୁ ପୁରା ସମରି କରିକି ଭାରତ ବର୍ଷ ପୂର୍ବରୁ ଥିଲା ବ୍ରହ୍ମ ଦେଶ ଇଣ୍ଡିଆଟା ଦିଆଗଲା ସିନ୍ଧୁ ନାଁରେ ସିନ୍ଧୁଟା ତାଙ୍କ ପାଖରେ ଉଚ୍ଚ ମାନେ ଏଇଟା ଦେଲେ କୋଉମାନେ ଗ୍ରୀକ ନୁହେଁ ପର୍ତ୍ତୁଗାଲର ଲୋକମାନେ ହେଲା ସେମାନଙ୍କର ଯୋଉ ପ୍ରନାଉନ୍ସିଏସନ ଥିଲା ଯେ ସିନ୍ଧକୁ ସେମାନେ ହିନ୍ଦ ବୋଲି କହୁଥିଲେ ହିନ୍ଦ 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 ହିନ୍ଦରୁ ଆଉ ହିନ୍ଦଟା ଆଉ ଟିକେ ଆମର ଫରେନର ମାନଙ୍କ ପାଟିରେ ପଶେନି ସେଇ ହିନ୍ଦୀ ପଛରେ ଅଛି ଅଧିକ ଅଛି ବହୁତ ଦିନ ଯେମିତି ପାକିସ୍ତାନ ଯଦି ତମ ଚୌଧୁରୀ रहमत अली ସଜେଷ୍ଟ କରିଥିଲେ ଏରା ଆଫଗାନିସ୍ତାନ ଥିଲା ଏରେ କାଶ୍ମୀର ଥିଲା ଏରେ ଇସ୍ତାନବୁଲ ଥିଲା ଆଉ ଏଇ କଣ ଏମିତି ଥିଲା ତାକି
ସବୁ ମିଶେଇକି ସେ କହିଲା ଯେ ପାକିସ୍ତାନ ହେଲା ସେଟା ମଡର୍ନ ଟାଇମ ହଁ ମଡର୍ନ ଟାଇମ मोहम्मद अली जिन्ना टाइम है हैदर अली इट्स एक तो ओडिशा में वो ये बड़ा तो ऐसे जो अपन बड़ा जाता है अब कितना नहीं मतलब देखिए करो तो करने वाला तो चलो अरे इंडिया काम डिस କରିଥିଲେ ବହୁତ ଦିନ ବୁଲିବା ପରେ 2 ମାସ 9 ଦିନ ପରେ ସେମାନେ ଗୋଟେ ଲ୍ୟାଣ୍ଡ ରେ ଆସିକି ପହଞ୍ଚି ଗଲେ ସେ ଲ୍ୟାଣ୍ଡ ର ନାମ କଣ ଦେଲେ ବାହାମା ହେଲା अरे से भाई ना सैन साल्वाडोर जो बाहामास ही से ଓ ସାନ୍ ସାଲ୍ଭାଡୋର ରହିଲା କିନ୍ତୁ ଆକ୍ଚୁଆଲ ନାଁ ହଉଛି ବାହାମାସ ବୁଝିପାରିଲ ସେ ବାହାମାସ ରେ ବା ସାନ୍ ସାଲ୍ଭାଡୋର ରେ ସେ ଆସିଲେ ଏବଂ ସେଠାକାରେ ସେ ଭାବିଲେ ମନେ ମନେ କଣ ଭାବିଲେ ଯେ ମୁଁ ଇଣ୍ଡିଆକୁ ଆସି ପହଞ୍ଚି ଯାଇଛି ଏବଂ ସେଥିପାଇଁ ତାର ନାମ ଦିଆଯାଇଥିଲା ଇଣ୍ଡି ସେଠାକାରେ ଲୋକମାନଙ୍କର କଲର ଥିଲା ରେଡ୍ ସେଥିପାଇଁ ତାଙ୍କୁ ଲୋହିତ ବର୍ଜ୍ୟ ମାନବରେ କମ୍ପ୍ଲେକ୍ସେସନ ବୋଲି କୁହାଯାଉଥିଲା ଆମେରିକା ପା ଆମେରିକାର ନେଟିଭ ପିପୁଲ ମାନେ ହିଁ ବ୍ଲାକ୍ ହ୍ୱାଇଟ ଯୋଉମାନେ ରହିଛନ୍ତି ସେମାନେ ଫରେନର ମାନେ ୟୁରୋପରୁ ଆସିଥିବା ଲୋକମାନେ ମୁଁ କଣ ଲାଗୁଛି ଆମେରିକାରେ ଯେତେବେଳେ ତମ ଆମେରିକା ୱାର ଅଫ ଇଣ୍ଡିପେଣ୍ଡେନ୍ସ ପରେ ଅଛି 13 କଲୋନିଜ ହବ 13 କଲୋନିଜ ଯୋଉମାନେ ୟୁରୋପରେ ଯଦି ଚୋର ଡକାୟତ ହେଲା ଯୋଉମାନେ ଥିଲେ ସେମାନଙ୍କୁ ଜେଲରେ ରଖାଯାଉନଥିଲା ଆମେରିକା ଟ୍ରାନ୍ସଫର କରି ଦିଆଯାଉଥିଲା ଯେ ତମେ ସେଇଠି ରୁହ ଆଉ ସେଇମାନେ ହିଁ ପରବର୍ତ୍ତୀ ଟାଇମରେ କଣ କଲେ ଫ୍ରିଡମ ପାଇଁ କଣ କଲେ ୱାର କଲେ ମଦର କଣ୍ଟ୍ରି କିଏ ଥିଲା ଇଂଲଣ୍ଡ ଥିଲା ଆମେରିକାରେ ଯିଏ ବି ଅଛି ହେଲା ଯୋଉ ଓବାମା ରହିଲା ଓବାମା କଣ ସେଠି କିନ୍ତୁ ଆମ ଟ୍ରମ୍ପ ସେ ନୁହେଁ ତମେ ରଖିବ ଏ ଜଣେ ଏତେ ରିସର୍ଚ୍ଚ କରିକି ତାଙ୍କ ଉପରେ କାହିଁ ବି କାମ ନାହିଁ ଦିଲ୍ଲୀ ନା କିଏ ଗୋଟେ ମିନିଷ୍ଟର ଚେଞ୍ଜ ହଉଛି ଏତେ ମିନିଷ୍ଟର ନା କିଏ ମନେ ରଖୁଛି ନିଜେ ନିଜେ ତ ବେଳେ ବେଳେ ଡାଉଟ ହୁଏ ଯେ ମୋ ନା କଣ ଏତେ ମିନିଷ୍ଟର ମାନଙ୍କର ନା ଆତ୍ମା ମନେ ରଖି ଆସି ଆମ ନା ମନେ ରଖୁଛନ୍ତି ହେଲା ଏବେ ଆମ ପ୍ରେସିଡେଣ୍ଟ କିଏ ଅଛନ୍ତି ତ? ସେତେବେଳେ ଜଣଙ୍କ ନିର୍ମଲା ଗାନ୍ଧୀ ବସିଛନ୍ତି ଖାତା କଲମ ଧରି ବାବୁ 60 पे चल रही 25 किया के मत देख साला इन हैंड तोर केते रहइला 35 35 ରେ ତୁ କଣ କରିବୁ ମୁଁ ଜାଣିନି ଯାହା ବି ଜିନିଷ ପରଚେଜ କର ତା ପାଇଁ ଟ୍ୟାକ୍ସ ଦେ ତମ इन हैंड ଯଦି ତମେ ସେଭିଂ ଆକାଉଣ୍ଟ ରଖିଛ ତା ପାଇଁ ଟ୍ୟାକ୍ସ ଦବାକୁ ପଡୁଛି ତମେ ଯଦି କୌଣସି ଇନଭେଷ୍ଟ କରି ଚାହୁଁଛ ଲଙ୍ଗ ଟର୍ମ ରେ 7 ପଏଣ୍ଟ କେତେ ଅଛି ତମ ସରି ସର୍ଟ ଟର୍ମ ରେ 7 ପଏଣ୍ଟ କେତେ ଅଛି ଲଙ୍ଗ ଟର୍ମ ରେ 12 ପଏଣ୍ଟ କେତେ ଅଛି 12 ରୁ 18 କିଏ ରଖିବ ପଇସା କାହିଁକି କାମ ନାହିଁ ସମସ୍ତେ କାହିଁକି ଚାହୁଁଛନ୍ତି ଦୁବାଇରେ ଟ୍ୟାକ୍ସ ଯାହା ରହିଲା ତମ ଯାହା ରହିଲା ତମ ଏଇ କାରଣ ପାଇଁ ଆମ ଦେଶକୁ ସମସ୍ତେ ଆମର କହିବ ଏଇ ଫ୍ୟୁଚରରେ ଆମର କହୁଛି ଆମର ରହିଲା ଅପରଚୁନିଟି ଅପରଚୁନିଟି ଯଦି ତମ ମାନେ ଦରକାର ହେଲା ତମକୁ ଅପରଚୁନିଟି ମିଳିଲା ଫ୍ରାନ୍ସିସ୍କୋରେ ଯାଇକି ପାଠ ପଢେଇବା ତମେ ଅପରଚୁନିଟିକୁ ଡିନାଇ କରିଦବ ଜୟ ଡିନାଇ କରିଦବ ପାଠ ପଢିବାକୁ ଯିବୁ ସେଇଠି ତମକୁ କହିଲେ ଜବ ଅଫର ସୁନ୍ଦର ପିଚାଇ
बस ये तो आईसीएस छाड़ी के रिजल्ट बड़ा ହେଲା ଆगे ନେକ୍ସଟ ଇୟର ଏକ୍ସାମ ଦେଇ ସାର ତାପରେ ଜଣା ପଡୁଛି କେମିତି ଯାଉ କଥା ହେଲା ସେ ଏଇ ଟାଇମ ରେ ତମମାନେ ବସିଥିବ ଯେତିକି ଉତ୍ପାଦ କରିବାର ଅଛି ଏଇଠୁ ପୁଷ୍ଟ ମାରିଦିଅ ଖୋଲିଟା ଯାଇଛି ଖୋଲିଟା ଯାଇଛି ନିଉୟର୍କ ଯାଇଛ କହିବ ନିଉୟର୍କ ଯାଇଛ କାମ ଖାଲି ତ ତମେ ହିଷ୍ଟ୍ରି ପଢିବ ଏଟା ନୁହେଁ ନା ଜାଣିବାର ଅଛି ସାଧାରଣ ଆମ ଥଟ କିଛି ଜାଣିଛ ପରେ ମୋ ଯୋଉଟା ରହିଛି ତମେ ଏଇଠି ସଂସ୍କୃତ ସମସ୍ତଙ୍କର ଯାହା ବି ହଉ ଅଧିକ ନମ୍ବର ହିଁ ରହିବ ତାହେଲେ it does not mean ଯେ ତମେ ସଂସ୍କୃତକୁ ନେଇକି ହିଁ ତମେ ଆଗକୁ ବଢିବ ମତେ ନେବା ପାଇଁ ସାର୍ ବହୁତ ଇଏ କରୁଥିଲେ ତମେ କଣ ଦେଲେ ତିନିଟା କଲେଜ ଫାର୍ଷ୍ଟ ନାଁ ଦେଲେ ତିନିଟାଙ୍କ କଲେଜ ଫାର୍ଷ୍ଟ ସଂସ୍କୃତ ମାନେ ଯାଉ ସେ ଟାଇମରେ କଟକଟା ମୋର ହାଇ ଯାଇଛି ମୋର ଫାର୍ଷ୍ଟ ଆଡମିସନ ହେଲା ମୁଁ ଚାହୁଁଥିଲି ହିଷ୍ଟ୍ରି କରିଦେବି ମୁଁ ଦେବି ଯାଉ ମତେ ମିଳିଗଲା ମୋରି କଲେଜରେ ମିଳିଲା ମୁଁ କୁଆଡେ ଆଉ ଚେଞ୍ଜ କଲି କିଛି ବି ଚେଞ୍ଜ ନାହିଁ ସାର୍ ଆସିକି କହିଲେ ଚେଞ୍ଜ କରିଦେ ନା କାହିଁକି ସଂସ୍କୃତ ଗଲେ ଏବେ ନା ତମେ ଓଡିଆରେ ଲେଖିଦବ ଇଜିରେ ସଂସ୍କୃତରେ ଲେଖିବାର ଅଛି ସଂସ୍କୃତ ପଢି ମୁଁ କଣ କରିବି କୋଉଠି ଯାଇ ମନ୍ତ୍ର କରିବି ଏଇଟା ଦେଖିବାର ଅଛି ଯେ ତମେ ଯେକୌଣସି ସବଜେକ୍ଟ ଅଛି ତମେ କମ୍ପିଟେଟିଭ ଲାଇନରେ ହେଲ୍ପଫୁଲ ହେଉଥିବା ଦରକାର ତମେ ହିଷ୍ଟ୍ରି ନିଅ ଇକୋନୋମିକ୍ସ ନିଅ ପଲିଟିକାଲ ନିଅ ମୁଁ ବହୁତ ହେଲ୍ପ କରିବି ଏଇଆ ନେଲେ ଖାଲି ଓଡିଶା ଭିତରେ ହିଁ ରହିବ ହଉ ହଉ ତାପରେ ଫେରିଲି ଫେରିଲା ନା ଫେରିଲି ତାପରେ ତାଙ୍କ ରିଟର୍ନ ଡକୁମେଣ୍ଟ ତାପରେ ସେ ସେଠୁ ଆଣିଲେ କଣ ବିଭିନ୍ନ ପ୍ରକାର ସୁନା ଗହଣା ମୂଲ୍ୟବାନ ପଥର ସବୁକୁ ନେଇକି ଆସିଲେ କୋଉଠି ଆସିଲେ 1490 ମାର୍ଚ୍ଚ ମାସରେ he returned from he returned from ତାଙ୍କ ଥର୍ଡରେ ଇଣ୍ଡିଆ ତାଙ୍କ ଥର୍ଡରେ ଇଣ୍ଡିଆ ମୁଁ ଇଂଲିଶ ଲେଖିଦେବି ହେଲା ରିଟର୍ନ ଫ୍ରମ ଇଣ୍ଡିଜ ଏଇଥିରେ କଣ କଣ ଦେଖୁଥିଲେ ଆଉ ତୁ କହୁଛୁ କଥା ଲାଗିନି ଆଖାପାଖି ମଠ ମଠ ସ୍କୁଲରେ ଲାଗିନି କ୍ୟାମେରା ସରି ସାର୍ ମୁଁ ଦେଖିନଥିଲି ଠିକ ଅଛି ଲେଖ ହେଲା ତାହେଲେ ସେ କଣ କଲା କିଛି ରେୟାର ପ୍ଲାଣ୍ଟସ ପ୍ଲାଣ୍ଟ ଦେଖ ସବୁ ଜାଗାରେ ଡିଫରେଣ୍ଟ ଜିନିଷ ସବୁ ମୁଁ ଆଗରୁ ବି କହିଛି କଙ୍କାରୁ ଖାଲି କୋଉଠି ମିଳିଲା ଅଷ୍ଟ୍ରେଲିଆରେ ହେଲା ତ ସେମିତି ଭିନ୍ନ ଭିନ୍ନ ଦେଶରେ ଭିନ୍ନ ଭିନ୍ନ ଯେମିତି ଆମ ଦେଶରେ ମାନଙ୍କ ଭଳିଆ ମାନେ ମାଙ୍କଡ କିଛି ମାଙ୍କଡ କିଛି ଅଛନ୍ତି ହେଲା ସେ ମାଙ୍କଡ ଅଲଗା ଜାଗାରେ ନଥାଇ ପାରନ୍ତି ବୁଝିପାରିଲ ନା ନାହିଁ ତାପରେ ଆସିକି ଫର୍ଡିନାଣ୍ଡଙ୍କୁ ଏବଂ ଇସାବେଲାଙ୍କୁ ଗୋଟେ ଛୋଟିଆ ଲେଟରଟେ ଲେଖିଲେ ଯାହାକୁ ଭୋଟ ଅଫ ଥ୍ୟାଙ୍କ୍ସ ବୋଲିକି ଆମେ କହିପାରିବା ଯେହେତୁ ମତେ ପଠେଇଥିବା ପାଇଁ ଆପଣ ସମସ୍ତଙ୍କୁ ଅସଂଖ୍ୟ ଅସଂଖ୍ୟ ଧନ୍ୟବାଦ ବୁଝିପାରିଲ ଭୋଟ ଅଫ ଥ୍ୟାଙ୍କ୍ସ ଦେଇଛ କେହି ସ୍ପିଚରେ ଥ୍ୟାଙ୍କ୍ସ ତାପରେ ସେ କଣ କଲେ ଫର୍ଡିନାଣ୍ଡ ଇସାବେଲାଙ୍କୁ ଗୋଟେ କଣ ଲେଖିଲେ ଲେଟରଟେ ଲେଖିଲେ କଣ ପାଇଁ ଗୋଟେ ଧନ୍ୟବାଦ ଦେବା ପାଇଁ କଣ କଲେ
ଭୟ ଆମେ ଯିବ ପୁଣି ଆଉ ଥରେ ସେ ଯିବ। ଏଇଟା ଗୋଟେ ହେଲା ଗ୍ରିଡି। ଗ୍ରିଡି ଆମମାନଙ୍କୁ କଣ କରିଦିଏ? ଆଉ ଗୋଟେ ଗ୍ରିଡି କଣ କରିଦିଏ? ବୋକା କରିଦିଏ। ପୁଲିସ ସହ ତାର କିଛି ଶତ୍ରୁତା ଅଛି। ସେକେଣ୍ଡ ପାରାଗ୍ରାଫରେ ଆମେ ଯିବା। ଜଣେ କୁହ କିଏ କହୁଛି? କିଏ କହିବ ତମ ଭିତରୁ? ଏଇଟା ଯାହା ଆଜି ପଢା ହେଲା ତାକୁ ରିକାପ କରିଦିଅ। ତମମାନେ କୁହ ହଁ ଦେଖିକି ବୁଝେଇବ ଯେମିତି ସମସ୍ତେ ବୁଝିପାରୁ। କରିବ ଶୁଣ କରିବ ପାର୍ଟ ୱାଇଜ କରିଦିଅ। ଆଜି ଜଣେ କର କାଲି ଜଣେ କରିବ ହେଲା। ଆଜି କିଏ କରିବ? ଦେଖିକି କୁହ। ଦେଖିକି ହଁ ଯେମିତି ସମସ୍ତେ ବୁଝିପାରୁଥିବ ହେଲା। ଇନ କେସ ଯଦି ସେ କୌଣସି ଜାଗାରେ ଯଦି ମିଷ୍ଟେକ କରୁଛି ତାହେଲେ ତମେ ତାକୁ ସେଟା କହିବ ଯେ ଏଇ ଜାଗାରେ ମିଷ୍ଟେକ କରୁଛି। ଏହା କହିବା ଦ୍ଵାରା ତମମାନଙ୍କ ଭିତରେ କନଫିଡେନ୍ସ ଆସିବ ଆଉ ଜିନିଷଟା କ୍ଲିୟର ବି ତମମାନେ ହେଇଯିବ ଯେ ତମେ କଣ ଲେଖିଛ। କୁହ। କିଛି ନାହିଁ ତ ତାଙ୍କ କଥା ଛାଡି ଦିଅ ତାଙ୍କର ବହୁତ ଷ୍ଟୋରି ଅଛି। ଏବେ ଦେଖ ହଁ। କାମ କାମ କରୁଥିଲେ ଏବଂ କ୍ୱେଶ୍ଚନ ବିଷୟରେ ତାଙ୍କର ନଲେଜ ଟା କଣ ହେଲା ପଢିବାକୁ ଲାଗିଲା ଏବଂ ତାଙ୍କର କ୍ୟୁରିଓସିଟି ବଢିଲା ଯେ ଓଜନ ପଛପଟେ କଣ ଅଛି। ହଁ ରହିଲା ସେ କହିଲା ବୁଝିପାରିଲ କି କ୍ଲିୟର ହେଲା କ୍ଲିୟର ହେଲା। ଏଇଟା
ଦେଖିଛ? ବାପରେ। ହଁ, ସେ ଭାବୁଛି ତାପରେ କହିବ କହିବ ହଁ, তোমার কি প্রিপেয়ার দিব ସେତେବେଳେ তোমার ଆଇଡିଆ ନାହିଁ। କଣ ଦେଇଥିଲେ କଣ କରିଥିଲେ ଏକ୍ସପାର୍ଟ ଆସିବ ନା ରିଫଣ୍ଡ କିଏ କହିବ ତାପରେ ଆସିଛି କଣ ଧନ୍ୟବାଦ ପୂର୍ଣ୍ଣ ଗୋଟେ ଚିଠିଟେ ଲେଖିଥିଲେ କାହାକୁ ଏବଂ ତାଙ୍କ ସାଥିରେ କଣ ଆଣିଥିଲେ ସେତେବେଳେ କିଛି ଇଏ ନଥିଲା ଲିଗାଲ କିଛି ଏବଂ ତାଙ୍କୁ ଧନ୍ୟବାଦ ବି ବୁଝିପାରିଲ ତାହେଲେ ଏତିକି ଆମର ଶେଷ ହେଲା ନେକ୍ସଟ ଆମର ପଢିବା